ଅଧାରେ ରହିଲା ଜଗତର ନାଥ ଜଗନ୍ନାଥଙ୍କୁ ନିଜ ସ୍ୱଚକ୍ଷୁରେ ଦେଖିବାର ଇଚ୍ଛା। ଆଉ ଅଧାରେ ରହିଗଲା ପ୍ରଭୁ ଲିଙ୍ଗରାଜଙ୍କ ନିକଟରେ ନିଜକୁ ସମର୍ପିତ କରିଦେବାର ଇଚ୍ଛା। କେତେ ଖୁସିରେ ବ୍ରହ୍ମପୁରରୁ ଆସିଥିଲେ ପୁଅ ଝିଅଙ୍କୁ ଧରି। ସାଙ୍ଗରେ ସ୍ୱାମୀ ମଧ୍ୟ ଥିଲେ। ଘରୁ ବାହାରିବା ସମୟରେ କହିଥିଲେ, ମୁଁ ଯାଉଛି, ଫେରିବା ସମୟରେ ଜଗନ୍ନାଥଙ୍କ ଭୋଗ ଆଣିବି। କିନ୍ତୁ ସେ ସବୁ ବୋଧେ ମୃତ ସୁଲୋଚନାଙ୍କ ଭାଗ୍ୟରେ ନଥିଲା। ସୁଲୋଚନା ଅଧ୍ୟାପିକା ଭାବେ କାର୍ଯ୍ୟ କରନ୍ତି। ଆଉ ରବିବାର ଦିନ ପୁଅ ଝିଅ ସ୍ୱାମୀଙ୍କୁ ଧରି ଶାଶୁଙ୍କୁ କହି ବାହାରି ଆସିଥିଲେ ଭୁବନେଶ୍ୱର। ଅନେକ କିଛି ଯୋଜନା ଥିଲା, ଅନେକ କିଛି ଆଶା ଥିଲା। ହେଲେ ସେ ସବୁ ଖୁସି କେଇ କ୍ଷଣ ପାଇଁ ଥିଲା। କିନ୍ତୁ କେଜାଣି କାହିଁକି ମନକୁ ଅନେକ ପାପ ଛୁଉଁଥିଲେ ବି ଜଗନ୍ନାଥଙ୍କ ନାଁ ନେଇ ଆସିଥିଲେ ସିନା, କିନ୍ତୁ ଭୁବନେଶ୍ୱରରେ ହିଁ ସବୁକିଛି ଓଲଟପାଲଟ ହୋଇଯାଇଥିଲା। ପିଣ୍ଡଦାନ ପାଇଁ ବିନ୍ଦୁସାଗର କୂଳରେ ଦମ୍ପତି ପୂଜା ସାମଗ୍ରୀ କିଣୁଥିଲେ। ଆଉ ଏତିକି ବେଳେ ଆଖି ପିଛୁଳାକେ ମାଡ଼ି ଆସିଥିଲା ଗାଡ଼ି। ଆଉ କେହି କିଛି ଭାବିବା ପୂର୍ବରୁ ଚାପି ଦେଇଥିଲା ଉଭୟଙ୍କୁ। ଦୀପାବଳିର କାଳ ସନ୍ଧ୍ୟାରେ ଜୀବନ ଚାଲି ଯାଇଥିଲା ସୁଲୋଚନାଙ୍କର। ଆଉ ଗୋଟେ ଗାଡ଼ିରେ ଯାଇଥିଲୁ। ସେ ଗାଡ଼ିଟାକୁ ସାଇଡ୍ କରିକିରି ଆଖୁ କିଣିବା ପାଇଁ ଯାଇଥିଲୁ। ସିଏ ବସିଥିଲେ, ମୁଁ ଛିଡ଼ା ହେଇଥିଲି। ଆଖୁ କିଣୁଥିଲୁ, ଏ ଭିତରେ ପଛରେ ଆଇ ମାଡ଼ିଛି। ଆମେ ସେ ଗାଡ଼ି କେତେବେଳେ ଆଇଲା କ'ଣ ହେଲା ଆମେ ଜାଣିନୁ। ତେବେ ସ୍ୱାମୀ ଜୁରିନାଥ ଗୁରୁତର ଆହତ ହୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। ଆଉ ପୁଅ ଝିଅଙ୍କ ଆଗରେ ଚାଲିଗଲା ମାଙ୍କ ଜୀବନ। ଅନେକ ବଞ୍ଚାଇବାକୁ ଚେଷ୍ଟା କରିଥିଲେ, ହେଲେ ପାରିଲେନି। ଆଉ ଅନ୍ୟପଟେ ସୁଲୋଚନାଙ୍କ ମା ବାପା ବି ଝିଅକୁ ଝୁରି ଝୁରି କାନ୍ଦୁଛନ୍ତି। ଝରକା ବାଟେ କହିଲା, ବୋଉ ମୁଁ କାଲିକି ଯାଉଛି ଭୁବନେଶ୍ୱର। ମୁଁ ସ୍କୁଲ କରିକି ଆଇବି, ରୋଷେଇ କରିବି, ଖାଇବି, ବାହାରି ବୋଲି ମତେ ଦେଖିଲା ବେଳକୁ ରବିବାର ଦିନ 3ଟା ବେଳକୁ ଯାଇଛି। ରବିବାର ଦିନ ଇଏ ଦିନ ଅମାସ୍ୟା ଦିନ 3ଟା ବେଳକୁ ଆଇଛି। ମୁଁ ଯାଉଛି ବୋଲି ଖାଲି କହିଲା। ମୁଁ ଯିବି ବୋଉ, ମୋର କାମ ଅଛି, ମୁଁ ଯିବି। ମୁଁ ସୋମବାର ଦିନ ବାହାରିଲେ ସ୍କୁଲ ଡ୍ରେସ୍ ଯାଇନି ବୋଲି କହିଲା। 7 ବର୍ଷ। ହଁ, ଝୁଲୁଛି ରେ ବାପା, ଝୁଲୁଛି। ତେବେ ଲିଙ୍ଗରାଜ ଥାନା ପୁଲିସ ଘଟଣା ଘଟିଥିବା ଗାଡିକୁ ଜବତ କରିବାକୁ ତଦନ୍ତ କରୁଛି। ଡ୍ରାଇଭର ଗାଡି ଉପରୁ ନିୟନ୍ତ୍ରଣ ହରାଇ ବ୍ୟାଗ୍ ପକାଇଦେବାରୁ ଦୁର୍ଘଟଣାଟି ଘଟିଥିବା କହିଛି ବୋଲି। ଆଉ ପୋଲିସ ଗାଡି ଚାଳକ କୃଷ୍ଣଚନ୍ଦ୍ର ବେହେରାଙ୍କୁ ଗିରଫ କରିଛି। ତେବେ ବେପରୁଆ ଗାଡି ଚାଳନାରେ ଏବେ ଚାଲି ଯାଇଛି ଗୋଟିଏ ନିରୀହ ଜୀବନ। ପୁଅ ଝିଅ ଯେତେ ଚେଷ୍ଟା କଲେ ବି ନା ଉଠୁଛନ୍ତି ମା, ନା କୋଳେଇ ନେଉଛନ୍ତି। ଭୁବନେଶ୍ୱରରୁ ଜ୍ୟୋତି ପ୍ରକାଶ ପତିଙ୍କ ରିପୋର୍ଟ, ପ୍ରତିଦିନ ଟିଭି।